एभ्रिवान आज ମୁଁ ଆପଣମାନଙ୍କ ସହିତ ସେୟାର କରିବି ମାଣ୍ଡିଆ ଯାଉର ରେସିପି। ଯୋଉମାନେ ବି ମାଣ୍ଡିଆ ଖାଇବାକୁ ଭଲ ପାଉନାହାନ୍ତି ସେମାନେ ବି ମାଗି ମାଗି ଖାଇବେ। ଓଡ଼ିଶା ଷ୍ଟାଇଲରେ ମାଣ୍ଡିଆ ଯାଉ ବନେଇଛି। ଟିକେ ଅଲଗା କିଛି ଜିନିଷ ମୁଁ ଆଡ୍ କରିଛି ଯାହାଦ୍ୱାରା କି ଟେଷ୍ଟି ଲାଗିବ ଆଉ ଛୁଆମାନେ ମଧ୍ୟ ମାଗି ମାଗିକି ଖାଇବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏଇ ହେଲ୍ଦି ରେସିପିଟିକୁ। ତ ପ୍ରଥମେ ମୁଁ ମାଣ୍ଡିଆର ଅଟା ନେଇଯାଇଛି। ଗୋଟେ ତାଟିଆରେ ଦେଖନ୍ତୁ ଛୋଟ ତାଟିଆରେ ତାଟିଏ ନେଇଯାଇଛି। ଯେତିକି ମାଣ୍ଡିଆ ଅଟା ନେବେ ତାର 5 ଡବଲ ପାଣି ଦେବେ। ପ୍ରଥମେ ପାଣି ଦେଇକି ଗୋଳେଇ ଦେଇକି ହାଇ ଫ୍ଲେମ୍ରେ କୁକ୍ କରିବେ। ହାଇ ଫ୍ଲେମ୍ରେ କୁକ୍ କରି ଯେତେବେଳେ ଫୁଟିବ ଆମର ପାଣିଟି ତା ଦେହରେ ଆମେ ଗୁଡ଼ ପକେଇଦେବା। ଗୁଡ଼ ମୁଁ ଏଠି 2 ଟେବୁଲ ସ୍ପୁନ୍ ପକେଇଛି। ଆମ ମାଣ୍ଡିଆ ଯେତିକି ନେଇଛି ସେଇ ଅନୁସାରେ ପକେଇଛି। ଆପଣ ମିଠା ଯେତିକି ଖାଆନ୍ତି ପକେଇବେ। ପକେଇକି ଭଲ ଭାବରେ ମିକ୍ସ କରିନେବେ। ଭଲ ଭାବରେ ମିକ୍ସ କରିସାରିଲା ପରେ ସେଥିରେ ଆମେ କିଛି ଫ୍ରେଶ ନଡ଼ିଆ କୋରା ଆଡ୍ କରିଦେବା। ନଡ଼ିଆ କୋରାଟା ଆଡ୍ କଲେ ବହୁତ ଟେଷ୍ଟ ଲାଗିଥାଏ। ନଡ଼ିଆ କୋରା କିଛି ଆଡ୍ କରିଦେବା। ଆଡ୍ କରିକି ତାକୁ ଭଲ ଭାବରେ ମିକ୍ସ କରିନେବା। ଭଲ ଭାବରେ ମିକ୍ସ କରିକି ଲୋ ଫ୍ଲେମ୍ରେ ଘୋଡ଼େଇକି କୁକ୍ କରିଦେବା। କୁକ୍ କରିବା ପୁରା ମାଣ୍ଡିଆଟି ଆମର ସିଝିବା ପର୍ଯ୍ୟନ୍ତ ଆମେ ତାକୁ କୁକ୍ କରିବା। ମଝିରେ ମଝିରେ ଏଇଭଳି ଭାବରେ ଗୋଳଉଥିବେ, ଛାଡ଼ିକି ଯିବେନି, କାରଣ ମାଣ୍ଡିଆଟି ଜଲ୍ଦି ଲାଗି ଯାଇଥାଏ ତଳେ। ସେଥିପାଇଁ ମଝିରେ ମଝିରେ ଗୋଳଉଥିବେ। ଦେଖନ୍ତୁ ମୁଁ ଏଠି ଗୋଳଉଛି, ପୁଣି ଆଉ ଥରେ ତାକୁ କ'ଣ କରିବା ନା ଘୋଡ଼େଇକି କୁକ୍ କରିବା। ବହୁତ ଜଲ୍ଦି ଫ୍ରେଣ୍ଡସ୍ ଏ ରେସିପିଟି ବନେଇକି ରେଡି ହେଇଯାଇଥାଏ। ଆଉ ଏଇଟାକୁ ରାତିରେ ବନେଇକି ରଖିଦେବେ, ସକାଳୁ ଖାଇବେ, ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ଆଉ ଦେହ ପାଇଁ ତ ବହୁତ ଭଲ, ଏଇଟା ସମସ୍ତେ ଜାଣିଛନ୍ତି। ତ ତାପରେ ମୁଁ ଘୋଡ଼େଇକି କିଛି ସମୟ କୁକ୍ କରିସାରିଲା ପରେ ନିହାତି 5 ମିନିଟ୍ କୁକ୍ କରିବେ। କୁକ୍ କରିସାରିଲା ପରେ ମୁଁ ଗ୍ୟାସ୍ର ଫ୍ଲେମ୍ ଅଫ୍ କରିଦେଇଛି। ତାପରେ ତାକୁ ତଳକୁ ନେଇ ଆସିବେ, ନେଇ ଆସିକି ଘୋଡ଼େଇକି ରଖିଦେବେ ପୁରା ଥଣ୍ଡା ହେବା ଯାଏଁ। ପୁରା ଥଣ୍ଡା ହେଇଗଲେ ଆପଣମାନେ ଯଦି ସକାଳୁ ବନାଉଛନ୍ତି ତାହେଲେ ପୁରା ଥଣ୍ଡା ହେଇଗଲେ ଖାଇବେ। ବେଷ୍ଟ ପାର୍ଟ ହେଉଛି ଆପଣମାନେ ରାତିରେ ବନେଇକି ରଖିଦେବେ, ସକାଳୁ ସକାଳୁ ଉଠିକି ଏଟାକୁ ଜଳଖିଆ ହିସାବରେ ଖାଇବେ। ପେଟ ତ ଥଣ୍ଡା ହେଇଥାଏ, ତା ସହିତ ଦେହ ପାଇଁ ବହୁତ ଭଲ ହେଇଥାଏ। ଛୁଆମାନଙ୍କ ପାଇଁ ତ ଏଟା ବହୁତ ଭଲ। କ୍ଷୀର ଠାରୁ ଏଟା ଅଧିକ କ୍ୟାଲସିୟମ ଆ ଦେହରେ ଥାଏ। ତ ସେଥିପାଇଁ ତାପରେ ମୁଁ କିଛି ପକେଇ ଦେଇଛି, କାଜୁ ଖଣ୍ଡ ଖଣ୍ଡ କରି ପକେଇ ଦେଇଛି, ଯାହାକି ଟିକେ କ୍ରଞ୍ଚିନେସ୍ ଆସିବ, ଭଲ ଲାଗିବ ଟିକେ ଖାଇବା ପାଇଁ। ତ ଏଇଟା ମୁଁ ସକାଳେ ବନେଇଥିଲି। ସକାଳେ ପୁରା ଥଣ୍ଡା ହେଇଗଲା ପରେ, ଆଉ ରାତିରେ ବନେଇବେ ଥଣ୍ଡା ସକାଳୁ ପୁରା ପିସ୍ ପିସ୍ ହେଇକି ବାହାରିବ, ପୁରା ଜେଲି ଟାଇପ୍ର ହେଇଯିବ। ତ ଖାଇବେ। ଏଇଟା ମୁଁ ସକାଳୁ ବନେଇଥିଲି। ତ ସେଥିପାଇଁ ପୁରା ଥଣ୍ଡା ହେଇସାରିଲା ପରେ ମୁଁ ଦହି କିଛି ଦେଇଦେଇଛି। ଆଉ ଦହି ଫ୍ରେଶ୍ ଦହି ଦେବେ। ଫ୍ରେଶ୍ ଦହି ଦେବା ଦ୍ୱାରା ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ଆଉ ଦେହ ପାଇଁ ମଧ୍ୟ ବହୁତ ଭଲ ହେଇଥାଏ। ଦହି ଟିକେ ଦେଇଦେବେ। ଯଦି ଆପଣ ସ୍ୱାଦ ଅନୁସାରେ ଲୁଣ ଟିକେ ଯଦି ପକେଇଦେବେ, ଲୁଣ ପକେଇକି ତାପରେ ମିକ୍ସ କରିକି ଆପଣମାନେ ଖାଇବେ। ଦେହ ପାଇଁ ବହୁତ ଭଲ, ଛୁଆଙ୍କ ପାଇଁ ଭଲ, ବଡ଼ମାନଙ୍କ ପାଇଁ ମଧ୍ୟ। ଆଉ କ୍ଷୀର ଠାରୁ ଅଧିକ କ୍ୟାଲସିୟମ ହେଉଛି ରାଗିରେ। ତେଣୁ କରିକି ଆପଣମାନେ ନିହାତି ଭାବେ ଆପଣମାନଙ୍କ ସକାଳ ଜଳଖିଆରେ ଆଡ୍ କରନ୍ତୁ।